ବଜ୍ରାଘାତ ଜନିତ କ୍ଷୟକ୍ଷତିକୁ ରୋକିବା ପାଇଁ ତାଳ ଗଛ ହେଉଛି ଏକମାତ୍ର ବିକଳ୍ପ। ସେଥିପାଇଁ ରାଜ୍ୟ ସରକାର ତାଳ ଗଛ ଲଗାଇବାକୁ ଯୋଜନା କରୁଥିବା ବେଳେ କିଛି ଦୁର୍ବୃତ୍ତମାନେ ବେଆଇନ ଭାବେ ତାଳ ଗଛକୁ ଉପାଡ଼ି ଦେଇ ମୋରମ ଖୋଳୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅଛି ଏଇଆ ଯେ ଏଠି ଆମର ଯେଉଁ ଏନଆରଜିଏସ୍ କାମ ଚାଲିଛି ତା ମନୁଷ୍ୟ ମାଧ୍ୟମରେ ହେବା କଥା, କିନ୍ତୁ ରାତି ଅଧରେ ଦୁର୍ବୃତ୍ତମାନେ ମେସିନ୍ ଲଗାଇ କେନାଲ ସାଇଟରୁ ମରମ ମାଟି ଉଠାଉଛନ୍ତି ଏବଂ କେନାଲ କଡ଼ରେ ଥିବା ତାଳ ଗଛ ଗୁଡ଼ିକ ମଧ୍ୟ ଉପାଡ଼ିକି ପକାଇ ଦେଉଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ତାଳ ଗଛ ଉପୁଡ଼ିକି ପଡ଼ିଛି। କିନ୍ତୁ ଆମର ସରକାର ଏଇ ତାଳ ଗଛ ଯୋଗୁଁ, ତାଳ ଗଛ ବଜ୍ରପାତ ଯୋଗୁଁ ହଜାର ହଜାର କୋଟି ଟଙ୍କା ହେଉଛି ଖର୍ଚ୍ଚ କରିବା ପାଇଁ ସ୍ଥିର କରିଛନ୍ତି। ରାତି ଅଧରେ ଆମ ପଞ୍ଚାୟତର କେତେଜଣ ଦୁର୍ବୃତ୍ତ ଏସବୁ କାଣ୍ଡ ଭିଆଇ ଚାଲିଛନ୍ତି। ଅଭିଯୋଗ କାହା କରିଛ? ହଁ, ଅଭିଯୋଗ କରିଥିଲୁ, ଫରେଷ୍ଟ ଡିପାର୍ଟମେଣ୍ଟକୁ ଫୋନ୍ କରିଥିଲୁ, କିନ୍ତୁ ସେ କହିଲେ ହଁ ଯାଉଛୁ, ତାପରେ କହିଲେ ଆମ ଗାଡ଼ି ଖରାପ ହେଇଛି। ତେବେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କୁନିନ୍ଦା ପଞ୍ଚାୟତରେ 5 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଚାଲିଛି ଖେଳ ପଡ଼ିଆ ନିର୍ମାଣ। ତେଣୁ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କୁନିନ୍ଦା ଗ୍ରାମ୍ୟ ଜଙ୍ଗଲର ବିଭିନ୍ନ ସ୍ଥାନରୁ ତାଳ ଗଛ ଉପାଡ଼ି ଦେଇ ସେହି ଖେଳ ପଡ଼ିଆରେ ପକାଇବାକୁ ମୁରମ ଖୋଳି ନେଇଛନ୍ତି, ଯାହାକୁ ନେଇ କୁନିନ୍ଦା ଗ୍ରାମ୍ୟ କମିଟି ଭୁବନ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ ବି ଏହାର ତଦନ୍ତ ହେଉନଥିବା ସେମାନେ ପ୍ରକାଶ କରିଛନ୍ତି। ଆମ ଗ୍ରାମର ହାଇସ୍କୁଲ ନିକଟରେ 2 ବାଟି ଏକରର 2 ବାଟି ଜାଗାର ଜଙ୍ଗଲଟି ଆମେ ଗାଁ ବାଲା ରଖିଛୁ। ସେ ଜଙ୍ଗଲଟାକୁ କେତେକ ଦୁର୍ବୃତ୍ତ ରାତି ଅଧରେ ଗଛ ମୂଳ ଗୁଡ଼ାକ ସବୁ ମରମ କାଟି ଗଛ ଗୁଡ଼ାକୁ ନଷ୍ଟ କରିବାରେ ଲାଗିଛନ୍ତି। ଏ ବାବଦରେ ଆମେ ଯାଇ ସ୍ଥାନୀୟ ରେଞ୍ଜର ମହୋଦୟଙ୍କୁ ଫୋନ୍ ମାଧ୍ୟମରେ ଜଣେଇଲୁ। ରେଞ୍ଜର ମହୋଦୟ ଏ କଥାକୁ କର୍ଣ୍ଣଗୋଚର ନ କରି କହିଥିଲେ ଆମେ ଯାଇକି ପହଞ୍ଚି, କିନ୍ତୁ ପହଞ୍ଚିଲେନି ଆମ ପାଖରେ। ତେଣୁ ମୁଁ ଆଶା କରୁଛି ସେ କେମିତି ଟିକେ ଆସିକି ଆମ ଜଙ୍ଗଲଟାକୁ ଟିକେ ସୁରକ୍ଷା କଲେ ଆମେ ଉପକୃତ ହୁଅନ୍ତୁ। ତାପରେ ଏଗୁଡ଼ାକ ହେଉଛି ଏନର୍ଜି କାମ। ସେ ଏନର୍ଜି କାମରେ ନେଇକି ଲଗାଉଛନ୍ତି, ଏଇ ମରମକୁ ନେଇକି ଲଗେଇକିରି ତାଙ୍କର କଣ୍ଟ୍ରାକ୍ଟ ପାଖରେ ବିଲ୍ କରୁଛନ୍ତି। ଏଇଟା ମଣିଷ କରିବା କଥା, କିନ୍ତୁ ନେଇକି ଏନର୍ଜି କାମ ଗୁଡ଼ାକୁ ସେମାନେ ମେସିନ୍ ଦ୍ୱାରା କାମ କରିକିରି କରୁଛନ୍ତି। ଠିକ୍ ଅଛି। ଢେଙ୍କାନାଳ ଜିଲ୍ଲା ଭୁବନରୁ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।